ଦେଖନ୍ତୁ ଏବେ ଆଧାର ହଉଛି ସବୁ ଜାଗା ପାଇଁ ଦରକାର। ଛୋଟ ଛୁଆ ଆରମ୍ଭ କରି ମାନେ ଏଜ୍ ଗ୍ରୁପ ମଧ୍ୟ ସମସ୍ତଙ୍କ ପାଇଁ ହଉଛି ଆଧାର ନିହାତି ଦରକାର। ତେଣୁ ଆଜି ଆମେ ଏଠି ଯେଉଁ ଆଧାର କରେକ୍ସନ୍ ନୂଆ ଆଧାର ଅପଗ୍ରେଡେସନ୍ ଏ ସବୁ ବିଷୟରେ ହେଉଛି ଆମେ ଗୋଟେ ଏଠି କ୍ୟାମ୍ପ କରିଛୁ ଏବଂ ଏଠିକା ଏ ଏରିଆରେ ବହୁତ ଛୋଟ ଛୁଆ ମଧ୍ୟ ଅଛନ୍ତି ଯେଉଁ କିଛି ଏଜେଡ୍ ଗ୍ରୁପ ଅଛନ୍ତି ଯେଉଁମାନଙ୍କର ଅପଗ୍ରେଡେସନ୍ ଦରକାର ଏ ସବୁକୁ ଆଧାର କରିକି ଆମେ ଏଠି ଆଧାର ସେଣ୍ଟରଟି ଏବେ ଆରମ୍ଭ କରିଛୁ ଏବଂ ଏଠି ଆଗାମୀ 5 ଦିନ ପର୍ଯ୍ୟନ୍ତ ଏଠି କ୍ୟାମ୍ପଟି ରହିବ। ପରବର୍ତ୍ତୀ ସମୟରେ ଅନ୍ୟ ୱାର୍ଡକୁ ଯିବା ପାଇଁ ଆମେ ମଧ୍ୟ ଚେଷ୍ଟା କରିବୁ। ତେଣୁ ପ୍ରକୃତ କଥା ହେଲା ଯେ ପ୍ରକୃତ ହିତାଧିକାରୀ ଆମଠାରୁ ଦୂରେଇ ନ ଯାଇକି ରୁହନ୍ତୁ, କାରଣ ଆଧାର ପାଇଁ ସମସ୍ତଙ୍କର ଏବେ ଆଧାର ହେଉଛି ବ୍ୟାଙ୍କ ସହିତ ଲିଙ୍କେଜ ହେଇଗଲାଣି, ସବୁ କ୍ଷେତ୍ରରେ ରହୁଛି ଲିଙ୍କେଜ ଅଛି। ତେଣୁ ସମସ୍ତଙ୍କୁ ଆପଣଙ୍କ ଦ୍ୱାରା ଆମେ ଅନୁରୋଧ କରିବୁ ଆସନ୍ତୁ ନିଜର ଆଧାରକୁ କରେକ୍ସନ୍ କରନ୍ତୁ କିମ୍ବା ଅପଗ୍ରେଡେସନ୍ କରନ୍ତୁ, ସେଥିରେ ଯେଉଁ ଫୋନ୍ ନମ୍ବର ଅଛି ତାକୁ ମଧ୍ୟ ଅପଡେଟ୍ କରନ୍ତୁ, ତାହେଲେ ଯାଇ ଆଗାମୀ ଦିନରେ ଆପଣମାନେ କୌଣସି କଷ୍ଟ ପଡ଼ିବେନି, ଆପଣ ସୁରୁଖୁରୁରେ ସବୁ କାମ ହେଇଯିବ। ନହେଲେ ଆଧାର ଯଦି ଭୁଲ ଥିବ ଜୀବନ ଯାକ ଆପଣ ହେଉଛି ପସ୍ତେଇବେ ଯେପର୍ଯ୍ୟନ୍ତ କରେକ୍ସନ୍ ନ କରିଛନ୍ତି। ମୁଁ ଜାଣିଛି କାରଣ ମୋ ଝିଅର ଯେତେବେଳେ ଆଧାରକୁ ମୁଁ କରେକ୍ସନ୍ କଲି ମୋତେ 5 ଥର ଯିବା ପାଇଁ ପଡ଼ିଲା, ତାକୁ ନେବା ପାଇଁ ଆଣିବା ପାଇଁ ଦୁନିଆ କଥା ରହିଲା। ତା ସ୍କୁଲ କେତେବେଳେ ସରିବ ତାକୁ ନେଇକି ଯିବ, ସେତେବେଳେ ସେ ଅଫିସରଟି ସେଠି ଆଭେଲେବୁଲ୍ ନଥିବ। ତେଣୁ ଆମେ ଏଠି ଆଣିକି ନିଜ ଏରିଆରେ 10 ନମ୍ବର ୱାର୍ଡରେ ରଖିବାର କାରଣ ହେଲା ଯେ ଏ ପାଖରେ ଥିବା ମାନେ ଜନସାଧାରଣ ସେମାନେ ଯେମିତି ତାର ହେଉଛି ଉପକାର ପାଇପାରିବେ, ସେଇଟା ହେଉଛି ମୂଳ କଥା ଥିଲା। ତେଣୁ ଆଜି ଆପଣମାନେ ଦେଖୁଥିବେ ବହୁତ ବର୍ଗର ବ୍ୟକ୍ତିମାନେ ଛୋଟ ଛୁଆଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଆସୁଛନ୍ତି, ନିଜ ଆଧାର କରେକ୍ସନ୍ କରୁଛନ୍ତି କିମ୍ବା ନୂଆ ଆଧାର ମଧ୍ୟ ତିଆରି କରୁଛନ୍ତି। ଦେଖନ୍ତୁ ଆମ ପାଖରେ ଏ ଅଞ୍ଚଳର ମନୋଜ ଭାଇ ଆମର ଅଛନ୍ତି, ଆମର ଏ ଅଞ୍ଚଳରେ ସେମାନେ ଏ ଏରିଆରେ ସେମାନେ ହେଉଛି ବୁଲୁଛନ୍ତି। ଆମର ମଣ୍ଡଳ ସଭାନେତ୍ରୀ ମଧ୍ୟ ଅଛନ୍ତି, ପିଙ୍କି ଅଛନ୍ତି। ସିଏ ଯେହେତୁ ଏରିଆ ସହିତ ସମ୍ପର୍କ ରହିଲେ ସେ ଏରିଆରୁ କଥା ଗୁଡ଼ାକ ବାହାରେ ଯେ ଏ ଏରିଆରେ କ'ଣ ରିକ୍ୱାରମେଣ୍ଟ ଅଛି। ତେଣୁ ଏଠି ମ୍ୟାକ୍ସିମମ୍ କେସେସ୍ ଆମର ରହିଲା ଯେ ଆଧାର ଏଠି ବହୁତ ସମସ୍ତଙ୍କର ରିକ୍ୱାରମେଣ୍ଟ ଅଛି, ଆଧାର କରେକ୍ସନ୍ ରିକ୍ୱାରମେଣ୍ଟ ଅଛି, ଏସବୁ କଥା ଅଛି। ଏବଂ ଭତ୍ତା ମଧ୍ୟ ଏଠି ଯାହା ହେଲା, ଆପଣଙ୍କର ରାସନ କାର୍ଡ଼ ହେଲା, ଆପଣଙ୍କର ଆୟୁଷ୍ମାନ କାର୍ଡ଼ ହେଲା, ଏସବୁ କଥା ପରବର୍ତ୍ତୀ ସମୟରେ ଆମେ ଧୀରେ ଧୀରେ ତାକୁ ଆଗକୁ ବଢ଼େଇବୁ। କିନ୍ତୁ ମୂଳ କଥା ରହିଲା ହେଉଛି ଆଧାର ଯେହେତୁ ସବୁ ସହିତ ଆଧାରର କେନ୍ଦ୍ର, ତେଣୁ ଆଧାର କେନ୍ଦ୍ରଟିକୁ ଆମେ ବଳିଷ୍ଠ କରିବା ପାଇଁ ଚେଷ୍ଟା କରୁ। ମୁଁ ହେଲା ମନସ୍ୱିନୀ ଦୀକ୍ଷିତ, ବିଜେପି କାଠଯୋଡ଼ି ମଣ୍ଡଳ ସଭାନେତ୍ରୀ। ଆମର 10 ନମ୍ବର ୱାର୍ଡ ଏଇଟା ସୀତମ ଭାଇଙ୍କ ୱାର୍ଡ ଏଇଟା। ଭାଇଙ୍କର ଆଜି ବଢ଼ିଆ ପ୍ରୟାସ ଗୋଟେ ଭାଇ କରିଛନ୍ତି। ଆମେ ଯେତେବେଳେ ଫିଲ୍ଡରେ ବୁଲିଲୁ ବହୁତ ଲୋକଙ୍କର ସମସ୍ୟା ଦେଖିଲୁ ଯେ କାହାର ଆଧାର ଠିକ୍ ନାହିଁ, କାହାର ଡେଟ୍ ଅଫ୍ ବାର୍ଥ ଭୁଲ ହେଇଯାଇଛି, ତାପରେ କାହା ପାଖରେ ରାସନ କାର୍ଡ଼ ମାନେ ଆପ୍ଲାଇ ପାଇଁ ବି ସେ ଜାଣିପାରୁନାହାନ୍ତି, ଭୁଲ ଭାଲ ହେଉଛି ବହୁତ ଗୁଡ଼େ ନାଁ ଗୁଡ଼ାକ ଫୋନ୍ ନମ୍ବର ଗୁଡ଼ା ଭୁଲ ଭାଲ ହେଉଛି। ଭୋଟର ଆଇଡି ବି ସେମିତି, ଭୋଟର ଆଇଡିରେ କାହାର ଆଡ୍ରେସ୍ ଫାଡ୍ରେସ୍ ବି ଭୁଲ ଭାଲ ରହୁଛି। ତେଣୁକରି ଭାଇଙ୍କ ସାଙ୍ଗରେ ଆମେ ଯୋଗାଯୋଗ କରିଥିଲୁ। ଭାଇ କହିଲେ ଆମେ ଏଇଟା ଦେହକୁ ନେଲେ ଯାହା ବି ଭାଇ ନିଅନ୍ତି ସେଟା କାମରେ କରିକି ଦେଖାନ୍ତି। ଆଜି ତାଙ୍କ ୱାର୍ଡ ପାଇଁ ଏଇଟା 11 ନମ୍ବର ୱାର୍ଡ ଲୋକଙ୍କ ପାଇଁ ବହୁତ ଭଲ ଗୋଟେ ସୁବିଧା କଲେ ଯେ ପାଖରେ ଆମର ସିଏସ୍ ସେଣ୍ଟରଟା ହେଇଗଲା, ଲୋକମାନେ ଏଥିରେ ବହୁତ ଉପକୃତ ହେବେ। ସେଥିପାଇଁ ହୃଦୟରୁ ଭାଇଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଏଟା ଆମେ ମାନେ 15 ଦିନ ହେବ ଆମେ ଜାଣିଥିଲୁ ଯେ ମାନେ ଭାଇଙ୍କୁ କଥା କହିଥିଲୁ ଏମିତି ସବୁ ଭାଇ ଆପଣଙ୍କ ୱାର୍ଡରେ ବହୁତ ଅସୁବିଧା ଅଛି, ଲୋକ ବହୁତ ଚାହୁଁଛନ୍ତି ଏଇ କାମ ଗୁଡ଼ାକ କରିବା ପାଇଁ। ତେଣୁକରି ଭାଇ ତାର ବିକଳ୍ପ ବାଛିକି ଆମକୁ ସାମ୍ନାରେ ଗୋଟେ ସିଏସ୍ ସେଣ୍ଟର ଖୋଲେଇଛନ୍ତି। ଅଞ୍ଚଳବାସୀ ଉପକୃତ ହେବା ସହିତ ସବୁ ଲୋକମାନେ ବି ବହୁତ ଭଲ ଭାବରେ ଉପକୃତ ହେବେ। 10 ରୁ 15 ଦିନ ଭିତରେ ଏତେ ବଡ଼ କଥାଟା ହେଇପାରୁଛି ମାନେ ନାଇଁ ଭାଇ ଏଇଟା କରେଇଛନ୍ତି ଭାଇ ଆମ ପାଇଁ, ସେଟା ହଉଛି ଗୋଟେ ଭଲ ଇଏ ହେଲା ୱାର୍ଡବାସୀଙ୍କ ପାଇଁ, ଭାଇଙ୍କ ଯୋଗୁଁ ଏଇଟା ହେଇଛି।